ପିଲାମାନେ ଆଜି ଆମେ ତୃତୀୟ ଶ୍ରେଣୀ ଗଣିତ ମେଳା ବହିର ପାଠ 2 ଖେଳନାର ମଜା ବିଷୟଟିକୁ ସମ୍ପୂର୍ଣ୍ଣ ଭଲ ଭାବରେ ଆଲୋଚନା କରିବା। କିଛି ପୁରୁଣା ବାକ୍ସ, ଡବା ଓ କାଗଜରେ ପଶୁ ପକ୍ଷୀଙ୍କ ମୁହଁ ତିଆରି କରିଛନ୍ତି। ଏହି ପିଲାଟି କହୁଛି ଯେ ମୋ ବୋତଲକୁ ଦେଖ, ସିଲିଣ୍ଡର ଆକୃତି। ମୁଁ ଏଥିରେ ଏକ କୁକୁର ଛୁଆ ମୁହଁ ତିଆରି କରିଛି। ଏହାର ବଡ଼ ବଡ଼ କାନ। ତାପରେ ଏହି ପିଲାଟି କହୁଛି ମୁଁ ସମଘନାକାର ବାକ୍ସରେ ଏକ ଘୁଷୁରୀର ମୁହଁ ତିଆରି କରିଛି। ଏହାର ଆଖି ଛୋଟ। ଏହି ପିଲାଟି କହୁଛି ମୋ କୋନ୍ ଆକୃତି ଖୋଳରେ ଏକ ପକ୍ଷୀର ମୁହଁ ତିଆରି କରିଛି। ଏହାର ମୁନିଆ ଥଣ୍ଟକୁ ଦେଖ। ଏହି ପିଲାଟି କହୁଛି ମୁଁ ଆୟତାକାର ବାକ୍ସରେ ବିଲେଇ ମୁହଁ କରିଛି। ଏହାର ନିଶ ଲମ୍ବା। ପିଲାମାନେ ଏହି ପିଲାଟି କେଉଁ ଚିତ୍ର କରିଛି? ସିଲିଣ୍ଡର ଚିତ୍ର କରିଛି। ଏହି ପିଲାଟି ଆୟତକାର ଚିତ୍ର କରିଛି। ଏହି ପିଲାଟି ସମଘନାକାର ଚିତ୍ର କରିଛି। ଏହି ପିଲାଟି କୋନ୍ ଚିତ୍ର କରିଛି। ଆସ କାମଟି କରିବା। ପୁରୁଣା ବାକ୍ସକୁ ବ୍ୟବହାର କରି ସମଘନ ଓ ଆୟତଘନ ପୁରୁଣା ବୋତଲରୁ ସିଲିଣ୍ଡର ପ୍ରସ୍ତୁତ କରି ଏହାର ପାର୍ଶ୍ୱରେ ବିଭିନ୍ନ ମୁହଁର ଚିତ୍ର ଅଙ୍କନ କର। ପିଲାମାନେ ଏସବୁ ତୁମେ ନିଜେ କରିବ। ତୁମେ ସେଗୁଡ଼ିକର ପାର୍ଶ୍ୱରେ କ'ଣ ଆଙ୍କିଲ? ପିଲାମାନେ ତୁମେ ଯେଉଁ ଚିତ୍ର ଆଙ୍କିଥିବ ସେହି ଚିତ୍ରର ନାମ ଏଠି ଲେଖିବ। ଜୟା ବିଭିନ୍ନ ଆକୃତିକୁ ନେଇ ଏକ ରକେଟ୍ ତିଆରି କରୁଛି। ଏଠି ଜୟାର ରକେଟ୍। ସେ କେଉଁ ଆକୃତିଗୁଡ଼ିକୁ ବ୍ୟବହାର କରିଛି? ପ୍ରତ୍ୟେକରୁ କେତୋଟି ଲେଖାଏଁ ନେଇଛି। ସେ କେଉଁ ଆକୃତି ବ୍ୟବହାର କରିଛି ପିଲାମାନେ? ଲେଖିବ ଜୟା ସିଲିଣ୍ଡର, ସମଘନାକାର, ଆୟତଘନାକାର ଓ କୋନ୍ ଆକୃତିଗୁଡ଼ିକୁ ବ୍ୟବହାର କରିଛି। ପ୍ରତ୍ୟେକରୁ କେତୋଟି ଲେଖାଏଁ ସେ ନେଇଛି? ସମଘନରୁ ସେ ନେଇଛି 2ଟି, ଆୟତଘନରୁ 4ଟି, କୋନ୍ରୁ 1ଟି ଏବଂ ସିଲିଣ୍ଡର 1ଟି। ଲାଲ ଏବଂ ହଳଦିଆ ରଙ୍ଗର ଆୟତଘନ ଆକୃତିର ବାକ୍ସ ମଧ୍ୟରେ କେଉଁ ଆକୃତି ରହିଛି? ଲାଲ ଓ ହଳଦିଆ ରଙ୍ଗର ଆୟତଘନ ଆକୃତିର ବାକ୍ସ ମଧ୍ୟରେ ନୀଳ ଓ ସବୁଜ ଆୟତଘନ ରହିଛି। ନୀଳ ଓ ସବୁଜ। କମଳା ରଙ୍ଗର ସିଲିଣ୍ଡର ଶୀର୍ଷରେ କେଉଁ ଆକୃତି ରହିଛି? କମଳା ରଙ୍ଗର ସିଲିଣ୍ଡରର ଶୀର୍ଷରେ ସମଘନାକାର ଆକୃତି ରହିଛି। ଗୋଲାପୀ ରଙ୍ଗର କୋନ୍ ତଳେ କେଉଁ ଆକୃତି ରହିଛି? ଗୋଲାପ ରଙ୍ଗର କୋନ୍ ତଳେ ସମଘନାକାର ଆକୃତି ରହିଛି। ଘର ତିଆରି କରିବା ପାଇଁ ବିଭିନ୍ନ ଆକୃତିର ବସ୍ତୁ ସଂଗ୍ରହ କର। ଏଗୁଡ଼ିକର ନାମ ଦିଅ ଏବଂ ସେମାନଙ୍କ ପାର୍ଶ୍ୱ ଏବଂ ଧାର ବିଷୟରେ କଥା ହୁଅ। କେଉଁଟି ସିଧା ଓ କେଉଁଟି ବଙ୍କା? ଆକୃତିଗୁଡ଼ିକୁ କିପରି ସଜା ଯାଇଛି ତାହା ମଧ୍ୟ ବର୍ଣ୍ଣନା କର। ଆକୃତି କେଉଁ ଅଂଶ ଆପଣ ଦୂରରୁ ଦେଖିପାରିବେ? ଦୀପିକା ଏକ ଦୋକାନରୁ ଖେଳନା ଇଞ୍ଜିନ୍ କିଣିଥିଲା। ଏଠାରେ ଦୀପିକାର ଖେଳନା ଇଞ୍ଜିନ୍ ରହିଛି। ଏଥିରେ ଅନେକ ଅଂଶ ରହିଛି। ଏଗୁଡ଼ିକୁ ଗଣି ଶୂନ୍ୟସ୍ଥାନ ପୂରଣ କର। ଲାଲ ସିଲିଣ୍ଡରଗୁଡ଼ିକ କେତୋଟି? 1। ତାପରେ ହଳଦିଆ କୋନ୍ 2। ଧୂସର ଆୟତଘନଗୁଡ଼ିକ 1। ନୀଳ ରଙ୍ଗ ସମଘନ 1ଟି। ଆସ ଆଲୋଚନା କରିବା। ଏଠାରେ ଖେଳନା ଦୋକାନର ଆଉ କିଛି ଖେଳନା ଅଛି। ସେଗୁଡ଼ିକ ବିଭିନ୍ନ ଆକୃତିକୁ ନେଇ ଗଠିତ। ଏହି ଖେଳନାରେ କେଉଁ ଆକୃତି ବ୍ୟବହାର କରାଯାଇଛି? ଏଥିରେ ପିଲାମାନେ କୋନ୍ ଏବଂ ସିଲିଣ୍ଡର ଆକୃତି ବ୍ୟବହାର କରାଯାଇଛି। ଏଥିରେ ଗୋଲକ ଏବଂ ସିଲିଣ୍ଡର ଆକୃତି। ଏଥିରେ କୋନ୍, ଗୋଲକ, ସିଲିଣ୍ଡର ଆକୃତି। ଏଥିରେ ସମଘନ ଓ ଆୟତଘନ ଆକୃତି। ଜୟା ଭିନ୍ନ ଭିନ୍ନ ଆକୃତି ବ୍ୟବହାର କରି କେତେଗୁଡ଼ିଏ ଘର ତିଆରି କରିଛି। ତୁମ ଚାରିପାଖରେ ଉପଲବ୍ଧ ବିଭିନ୍ନ ଆକୃତି ବ୍ୟବହାର କରି ଘର, ଟାୱାର, ରକେଟ୍ ଇତ୍ୟାଦି ତିଆରି କର। ମନେ ରଖ ଯେ ସମଘନ ଏକ ବିଶେଷ ପ୍ରକାରର ଆୟତଘନ। ଏଇଟା ପିଲାମାନେ ମନେ ରଖିବ।
ଆସ ଖେଳିବା, ତିଆରି କର ଓ ବୁଝାଅ। ଶିକ୍ଷାର୍ଥୀମାନଙ୍କୁ 4 କିମ୍ବା 5 ଜଣିଆ ଦଳରେ ବସିବାକୁ କୁହନ୍ତୁ। ପ୍ରତି ଦଳରେ ଜଣେ ଶିକ୍ଷାର୍ଥୀ 3ଟି ଲେଖାଏଁ ଆକୃତି ଚୟନ କରି ଘର, ରକେଟ୍ ଇତ୍ୟାଦି ଭଳି ବସ୍ତୁ ତିଆରି କରିବେ। ଶିକ୍ଷାର୍ଥୀ ସଜାଇବାର କ୍ରମ ବର୍ଣ୍ଣନା କରିବେ। ନିମ୍ନ ଉଦାହରଣ ଭଳି ଏବଂ ଅନ୍ୟ ଶିକ୍ଷାର୍ଥୀମାନେ ମୂଳଟିକୁ ନ ଦେଖି ଏହାକୁ ସଜେଇବେ। ଏପରି ବିଭିନ୍ନ ଆକୃତିକୁ ନେଇ ସମସ୍ତ ଶିକ୍ଷାର୍ଥୀ ଜିନିଷ ବସ୍ତୁ ତିଆରି କରିବେ ଓ ବୁଝାଇବେ। ଉଦାହରଣ, ଦେଖ ସିଲିଣ୍ଡରଟି ଆୟତଘନ ଉପରେ ରହିଛି। ସିଲିଣ୍ଡର ଶୀର୍ଷରେ କୋନ୍ ରହିଛି। ପିଲାମାନେ ଏସବୁ ତୁମେ ଶିକ୍ଷକଙ୍କ ସହିତ ଆଲୋଚନା କରିକି ବିଦ୍ୟାଳୟରେ କରିବ। ଏଠି ଉଦାହରଣ ଦେଇଛି ଆୟତଘନ, ଏଇଟା ଗୋଟେ ଆୟତଘନ ଚିତ୍ର ପିଲାମାନେ, ତା ଉପରେ ସିଲିଣ୍ଡର ଅଛି ଏବଂ ତା ଉପରେ କୋନ୍ ଅଛି। ଆସ କାମଟି କରିବା। 1 ନମ୍ବର, ତୁମେ ଶ୍ରେଣୀ କକ୍ଷରେ ଏହି ଆକୃତିର ବିଭିନ୍ନ ବସ୍ତୁ ଅଛି କି? ଯଦି ହଁ, ତଳ ସାରଣୀରେ ସେଗୁଡ଼ିକର ନାମ ଲେଖ। ସିଲିଣ୍ଡର ଆକୃତିର ପେନସିଲ, ପାଣି ବୋତଲ, ନଳୀ ପାଇପ୍। ଗୋଲକ ଆକୃତିର ଗ୍ଲୋବ, ଥର୍ମୋକୁଲ, ଫୁଟବଲ। ସମଘନ ଆକୃତିର ହେଉଛି ଚକ-ଖଡ଼ି ଡବା, ଲୁଡୁ ଗୋଟି, 4 କୋଣିଆ ଟାଙ୍କି। ଆୟତଘନର ବହି, କଳାପଟା, ପେନସିଲ ବାକ୍ସ, ଡଷ୍ଟର, ଇଟା। କୋନ୍ ଚିତ୍ରର ପେପର, ଓଜନ, କାହାଳି, ନଟୁ, ଆଇସ୍କ୍ରିମ। କ. କେଉଁ ଆକୃତିର ବସ୍ତୁ ଅଧିକ ପାଇଲ? ଆୟତଘନ। କେଉଁ ଆକୃତିର ବସ୍ତୁ ସବୁଠାରୁ କମ୍ ପାଇଲ? କୋନ୍। କେଉଁ ବସ୍ତୁଗୁଡ଼ିକରେ ଏକାଧିକ ଆକୃତି ଅଛି? ଆୟତଘନ। 2 ନମ୍ବର, ଏହି ଆକୃତିଗୁଡ଼ିକୁ ଦେଖ ଓ ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ। ସମଘନ ଚାରିପଟେ ଗୋଲ କର। ସମଘନ ବସ୍ତୁ ତା ଚାରିପଟେ ଆମେ ଗୋଲ ବୁଲାଇବା। ତାପରେ କୋନ୍ ଆକୃତି ଉପରେ ଠିକ୍ ଚିହ୍ନ ଦିଅ। କୋନ୍ ଆକୃତି ଏଇଟା, ତାପରେ ଏଇଟା, ତାପରେ ଏଇଟା। ସିଲିଣ୍ଡର ଆକୃତି ଉପରେ ଭୁଲ ଚିହ୍ନ ଦିଅ। ସିଲିଣ୍ଡର ଆକୃତି, ଏଇଟା ସିଲିଣ୍ଡର ଆକୃତି, এইটা ବି ସିଲିଣ୍ଡର ଆକୃତି, এইটা ବି। ତାପରେ ଦେଲା ଆୟତଘନ ଚାରିପଟେ ଏକ ବାକ୍ସ କର। ଆୟତଘନ କାହିଁ? ଏଇଟା ଆୟତଘନ, ଏଇଟା ଆୟତଘନ, ତାପରେ ଆୟତଘନ, ଏଇଟା ଆୟତଘନ, ସେତିକି ହେଇଗଲା। 3 ନମ୍ବର, ଆକୃତି ଗୁଡ଼ିକର ନାମ ଲେଖ। ଯାହାର କୌଣସି ଧାର ନାହିଁ, ସେ ହେଉଛି ଗୋଲକ। ଯାହାର ପାର୍ଶ୍ୱଟି କେବଳ ସିଧା, ସମଘନ ଆୟତଘନ। ଯାହାର ପାର୍ଶ୍ୱଟି କେବଳ ବକ୍ର, ଗୋଲକ। ଯାହାର ଉଭୟ ସିଧା ଏବଂ ବକ୍ର ଧାର ଅଛି, କୌଣସିଟି ନୁହେଁ। ଯାହାର ଉଭୟ ସିଧା ଏବଂ ବକ୍ର ପାର୍ଶ୍ୱ ଅଛି, କୋନ୍ ଓ ସିଲିଣ୍ଡର। 4 ନମ୍ବର, ତୁମେ କେଉଁ ଆକୃତି ତିଆରି କରିପାରିବ? ଦେଖ, ମୁଁ ମାଟି ଏବଂ କାଠିରେ କ'ଣ ତିଆରି କରିଛି। ତୁମେ ମଧ୍ୟ ଏହିଭଳି ଆକୃତି ତିଆରି କରିବାକୁ ଚେଷ୍ଟା କର। এইটা ଗୋଟେ କି ବସ୍ତୁ? ଘନାକାର ବସ୍ତୁ। ସେଇଭଳି ଭାବରେ ତୁମେ ମାଟି ଏବଂ କାଠିରେ ତିଆରି କରିବ। 5 ନମ୍ବର, ସମଘନକୁ ବ୍ୟବହାର କରି ନିମ୍ନ ଆକୃତି ତିଆରି କର। ସମଘନକୁ ବ୍ୟବହାର କରିକି ତୁମେ ମାନେ ଏମିତି କରିବ ନିଜେ। ଆସ ଖେଳିବା। ଏହି ପୃଷ୍ଠାର ଚାରିପଟେ ଏକ ଖେଳ ଅଛି। ଏକ ଲୁଡୁ ଗୋଟିକୁ ଗଡ଼ାନ୍ତୁ। ଲୁଡୁରେ ଯେତେ ପଡ଼ିଲା, ତାହା ସହ ସୂଚିତ ଆକୃତି ସ୍ଥାନରେ ପହଞ୍ଚିବେ। ଆପଣଙ୍କ ସାଙ୍ଗମାନଙ୍କ ସହିତ ଏ ଖେଳଟି ଖେଳ। ଯିଏ ପ୍ରଥମେ ଶେଷ ସ୍ଥାନରେ ପହଞ୍ଚିବ, ସେ ଏ ବାଜି ଜିତିବ।
ଉଦାହରଣ ଲୁଡୁରେ 2 ପଡ଼ିଲା। ଏହା ଗୋଲାକାର, ତେଣୁ ଆରମ୍ଭରୁ ପ୍ରଥମେ ଗୋଲାକାର ଜିନିଷ ଯଥା ଗ୍ଲୋବରେ ପହଞ୍ଚିବେ। ଏହି ଲୁଡୁର ଗୋଟିଏ ବିନ୍ଦୁ ହେଉଛି ସିଲିଣ୍ଡର, 2ଟି ବିନ୍ଦୁ ହେଲେ ଗୋଲାକାର, 3ଟି ବିନ୍ଦୁ ହେଲେ କୋଣାକାର, 4ଟି ବିନ୍ଦୁ ହେଲେ ବର୍ଗାକାର, 5ଟି ବିନ୍ଦୁ ହେଲେ ଆୟତାକାର, 6ଟି ବିନ୍ଦୁ ହେଲେ 2 ପାଦ ଆଗେଇ ଆଉଥରେ ଲୁଡୁ ପକାନ୍ତୁ। ପିଲାମାନେ, ଏସବୁ ତୁମେ ଶିକ୍ଷକଙ୍କ ସହ ବିଦ୍ୟାଳୟରେ ଆଲୋଚନା କରିକି ନିଜେ ଖେଳିବ। 6 ନମ୍ବର, ନିମ୍ନ ଆକୃତିଗୁଡ଼ିକ ମଧ୍ୟରେ କ'ଣ ସମାନତା ଓ କ'ଣ ଭିନ୍ନତା ଅଛି? ଉତ୍ତର ଲେଖିବ, ଏହି ବସ୍ତୁଗୁଡ଼ିକ ତ୍ରିମାତ୍ରିକ ଆକୃତିର, କିନ୍ତୁ ଏହି ଆକୃତିଗୁଡ଼ିକର ଅଲଗା ଅଲଗା ପାର୍ଶ୍ୱ, ଧାର ଓ ଶୀର୍ଷ ରହିଥାଏ। 7 ନମ୍ବର, ଏକ ଲୁଡୁ ଗୋଟିକୁ ଦେଖ। ଏହାର ପାର୍ଶ୍ୱରେ 1ରୁ 6ଟି ବିନ୍ଦୁ ରହିଛି। ଏହାର ପାର୍ଶ୍ୱରେ 1ରୁ 6ଟି ବିନ୍ଦୁ ରହିଛି। 6ଟି ବିନ୍ଦୁ ସୂଚିତ ପାର୍ଶ୍ୱର ବିପରୀତ ପାର୍ଶ୍ୱରେ କେତୋଟି ବିନ୍ଦୁ ଅଛି? 1ଟି। 5ଟି ବିନ୍ଦୁ ସୂଚିତ ପାର୍ଶ୍ୱର ବିପରୀତ ପାର୍ଶ୍ୱରେ କେତୋଟି ବିନ୍ଦୁ ଅଛି? 2ଟି। 3ଟି ବିନ୍ଦୁ ସୂଚିତ ପାର୍ଶ୍ୱର ବିପରୀତ ପାର୍ଶ୍ୱରେ କେତୋଟି ବିନ୍ଦୁ ଅଛି? 4ଟି। ଏଠାରେ ତୁମେ କେଉଁ ସଂରଚନାଟିକୁ ଲକ୍ଷ୍ୟ କରୁଛ? ଏହାର ବିପରୀତ ପାର୍ଶ୍ୱରେ ମୋଟ 7। ପିଲାମାନେ, ଏଠି ତୁମେ କ'ଣ ଲକ୍ଷ୍ୟ କରୁଛ ସେ ପଚାରୁଛି ଯେ ମୋଟ ସଂଖ୍ୟା 7 ହେଲା। 6ରେ 1 ମିଶିଲେ 7, 5ରେ 2 ମିଶିଲେ 7, 3ରେ 4 ମିଶିଲେ 7। ତ ଆମେ ଏହାକୁ ଲକ୍ଷ୍ୟ କରୁଛେ। ବୁଝିପାରିଲ? 8 ନମ୍ବର, ଏହି ମଡେଲଟି କେଉଁ କ୍ରମରେ ନିର୍ମିତ ହୋଇଛି? ଏହି ମଡେଲଟି କେଉଁ କ୍ରମରେ? ଉତ୍ତର ଲେଖିବା। ଉତ୍ତର, 3ଟି ନାଲି ଆୟତଘନ ପାହାଚରେ ବ୍ୟବହାର ହୋଇଛି, 2ଟି ଛୋଟ ଆୟତଘନ ଭୂମିରେ ନିର୍ମିତ, 1ଟି ବଡ଼ ଆୟତଘନ ଚଟାଣରେ ବ୍ୟବହୃତ, 4ଟି ସିଲିଣ୍ଡର ସ୍ତମ୍ଭରେ ନିର୍ମିତ, 1ଟିଏ ବଡ଼ ଆୟତଘନ ଛାତରେ ନିର୍ମିତ, 4ଟି କୋନ୍ ଛାତର ଅଗ୍ରଭାଗରେ ନିର୍ମିତ। ପ୍ରଥମ ଧାଡ଼ିରେ 9 ସମଘନ ଅଛି। ଦ୍ୱିତୀୟ ଧାଡ଼ିରେ 7 ସମଘନ, ତୃତୀୟ ଧାଡ଼ିରେ 5 ସମଘନ। ମୋଟ ସମଘନ 9 ମିଶାଣ 7 ମିଶାଣ 5 21ଟି ସମଘନ। ଯଦି ତୁମେ ଏକ ସମଘନ ଏବଂ ଏକ ଆୟତଘନକୁ ଯୋଡ଼ିବ, ତୁମେ କେଉଁ ଆକୃତି ପାଇବ? ଏହି ଆକୃତି ତିଆରି କରିବା ପାଇଁ କେତୋଟି ସମଘନ ବ୍ୟବହାର କରାଯାଇଛି? 9 ନମ୍ବର, 3ଟି ସମଘନକୁ ନେଇ ଭିନ୍ନ ଭିନ୍ନ ଆକୃତି ତିଆରି କର। 3ଟି ସମଘନ ଯୋଡ଼ି କେତେ ପ୍ରକାରର ଆକୃତି ପାଇବ? ଉତ୍ତର ଦେଖିବା। ମୁଁ 3ଟି ସମଘନକୁ ନେଇ 3ଟି ଆୟତଘନାକୃତି ଚିତ୍ର ଅଙ୍କନ କଲି। ଦେଖ ପିଲାମାନେ, ଏଭଳି ତୁମେ ଚିତ୍ର ଅଙ୍କନ କରିବ। 10 ନମ୍ବର, ତଳ ନମୁନାଗୁଡ଼ିକରେ ବ୍ୟବହୃତ ଆକୃତିଗୁଡ଼ିକର ନାମ ଲେଖ। ସେଗୁଡ଼ିକ ତିଆରି କରିବା ପାଇଁ ଆକୃତିଗୁଡ଼ିକୁ କିପରି ସଜା ଯାଇଛି ତାହା ବର୍ଣ୍ଣନା କର। ନମୁନାଗୁଡ଼ିକରେ ଉତ୍ତର ଲେଖିବ ପିଲାମାନେ। ନମୁନାଗୁଡ଼ିକରେ ବ୍ୟବହୃତ ଆକୃତିଗୁଡ଼ିକ ଆୟତଘନାକୃତି। ସେଗୁଡ଼ିକ ତିଆରି କରିବା ପାଇଁ ଆୟତାକୃତିଗୁଡ଼ିକୁ ଥାକ ଥାକ କରି ଉଚ୍ଚ ଅଟ୍ଟାଳିକା ପାହାଚ ପରି ସଜାଯାଇଛି। 11 ନମ୍ବର, 6ଟି ଲୁଡୁ ଗୋଟି ବ୍ୟବହାର କରି ନିମ୍ନ ଆକୃତିଗୁଡ଼ିକ ତିଆରି କର। କ ରେ ଦେଲା ଏକ ଆୟତଘନ ପିଲାମାନେ ଠିକ୍ ଏହିଭଳି ତିଆରି କରିବ। ମୁଁ ତୁମ ପାଇଁ ତିଆରି କରିଦେଇଛି। ଖ ରେ ଦେଲା ଏକ ଟାୱାର ଏମିତି ତିଆରି କରିବ। ଗ ରେ ଦେଲା ତୁମ ପସନ୍ଦର ଅନ୍ୟ ଯେକୌଣସି ଆକୃତି, ଏକ ଘନାକାର ଆକୃତି ଏଭଳି ଭାବରେ ତିଆରି କରିପାରିବ। ପିଲାମାନେ, ଯଦି ତୁମକୁ ଏହି ଭିଡ଼ିଓଟି ଭଲ ଲାଗିଥାଏ ତେବେ ରାନୀ ପ୍ରିୟଙ୍କା ୟୁଟ୍ୟୁବ୍ ଚ୍ୟାନେଲର ଏହି ସବସ୍କ୍ରାଇବ୍ ବଟନକୁ କ୍ଲିକ୍ କରନ୍ତୁ, ଯାହାଫଳରେ କି ଆପଣମାନଙ୍କୁ ଏମିତି ସୁନ୍ଦର ଭାବରେ ବୁଝାଉଥିବା ଭିଡ଼ିଓ ସବୁ ଆପଣଙ୍କ ପାଖକୁ ପହଞ୍ଚି ପାରିବ। ରହୁଛି, ଜୟ ଜଗନ୍ନାଥ।